कौन होगा मुझे किसी जाने पार नहीं तुम्हें चिंता हो ना उसका आमासा निश्चय जो हम क्या माने बहुत बड़ी भरोसा नहीं आखिर ऋतु को विवाह करेंगे तब घर लगा कौन ऐसे राजी है बे यदि सही हुए आखिर ऋतु को कोर्ट मैरिज करेंगे तब सत्ता पहुंचा कौन तो बोलती अरे चल अजय भाई कोर्ट मैरिज करेगा अरे ओ ठीक है जी चला ओ चलो इसका चलो निकल पर 서본 연전이 대대 석사서방도 was이라니 환절 선절 너처라니 미토바 해요라 너처럼 사라지면 던지고 너스도 환절 선절이 사라지면 던지고 해보지 너희 하는 거 말이라니 여버리 못 보세요 어서 들고 सवाल उठाए बार सही खबर मारा प्रतीक करते हैं अथवा दोजे से औरंग जरा बारे को ज़मीन की है भी घोड़े की हारी में इतना ये जो कबरो थले बारी बार को बारी बो भयंकर समंदर बो पवन समंदर बड़ी कोला बड़े सब भयंकर समंदर मेलो दंडा भांगी जीवो से बच्चे भाई छटपट है कि बड़ी हो हाँ ये मुझे बॉल करके भाई जाने अरे भाई कहाँ मर का कथा कौन तो या मरी गई मुझे लगुची उन्होंने मेरे समस्या समाधान है जी ओ बाबू तू तो काली क्यों मरी वो बाबू छोटे चे सही बारूनी बाबू वो सही बारूनी अरे हे तू बताई तो हली मैं तो खाली कि तो सब तंत तो क्या बेटे झियो तमरो अधीनर भूतम है गला यहाँ परे तो सासू करे से केमिति अछि मु किति भाबी पारुने रे काली मु किति भाबी पारुने खाली कर सेती की बाबू आज घरे घर जो खतरा घटते आपने की सुनिले ये घर छाड़ी चली जीवे बाबू चली जीवे और हेते मखरे मने सानो बाबू और करती छे अरे सानो बाबू ने छक बाहर के घर तो नहीं आ सके व्हाट ये चूसुतियो आहारतियो से छक करे कोर्ट मैरिज करे ये घर को नहीं आ सके हां सानो बाबू ने एमिति काम काहिति कला बड़े बाबू काहिति कला एमिति काम ମୁଁ ବଞ୍ଚି ଥାଉ ଆଇଟା କେବେ ସମ୍ଭବ ହେଇପାରିବ ନାହିଁ କେବେ ନୁହଁ ବାପା अरे क्यों तो ମୋ ଘର ଭିତରକୁ ପଶିବାକୁ ସାହସ କରି କେମିତି ମୁଁ ଆପଣଙ୍କ ବହୁ अरे धनंजय समंतराय बहु हवा पाई गोटे निर्दिष्ट योग्यता थिबा दरकार और जे से मो घर बहु कौन मो घर चाकर होबा तमर योग्यता नहीं बाबा आपण एति कोन कहछन्ती बाबा आपण पो त 15 मत मा है छन्ती चुप कर आसी तू की नाटक लगैछो कथा कहछि बाबा आपण पो मते कोर्ट मैरिज कर छन्ती मोना अनुष्का अरे नहीं एमिति गोटे विवाह को मौ केबे स्वीकृति देई पारिबि नाही केवल हो हमर कहूचे ए घर ताड़ी ताड़ी दो ए बाहर जे कहूचे ए आई अनुसार ये घर बहु ए घर बाहर कर जाको साथ को केबे पर कौन तो गोटे चरित्र विनाशी मते ना लिखित कहूचो अरे लिखित कहूचे और थारे तो घर जाई जो कहबा ताहले चपल में बात हेबी ससुर खजना
କିଛି ଭାବିନି। କଣ କହିଲୁ? ତୁ ମତେ ଚପ୍ପାରେ ମାରିବ ମୁଁ ଜାଣିଗଲି। ଏଇ କିଛି ଦିନ ତଳେ ମୋ ଝିଅର ଜୀବନଟା ନଷ୍ଟ ହେଇଯାଇଛି। ଆଉ ତୁ ଯଦି ଏଠି ରହିଲେ ମୋର ଗୋଟିଏ ବୋଲି ପୁଅକୁ ବି ବର୍ବାଦ କରିଦେବୁ, ବର୍ବାଦ। ତେଣୁ ଯେତେ ଶୀଘ୍ର ପାରୁଛୁ ଏ ଘରେ ଚାଲି ଯାଅ। ଆରେ ବାହାରେ ଯା କହୁଛେ, ନହେଲେ ତାଙ୍କର କଣ କରିବ? କଣ କରିବି? ତ ତୋଣ୍ଟି ଚୁପି ମାରିଦେବେ। তোমার ওড়িশার রাক্ষস তোমরা তো মারিদেব না কোন মারি যাচ্ছে। কଣ କହୁଛି ତାର ପିତା କଣ ସେ କହୁଛି ଘରେ ବାବୁ ମଉସାନ ବାବୁ ସେ କହୁଛି ତମେ ଘରେ କୋର୍ଟ ମ୍ୟାରେଜ କରି ଘରେ ଆଣିଛ। ଏ କଥା କଣ ସତ? ଠିକ କହୁଛି ସିଏ। ଅନୁଷ୍କ ଏ ଘରର ବୋହୂ ହୋଇ ସାରିଛି। ମୁଁ ତାକୁ କୋର୍ଟ ମ୍ୟାରେଜ କରିଛି। ସେ ମୋ ସ୍ତ୍ରୀ। ମୁଁ କିନ୍ତୁ ଏସବୁକୁ ମାନି ପାରିବି ନାହିଁ। ମୁଁ ତୁମର ମାନିବାକୁ ବାଧ୍ୟ କରିବି ବାପା। ତମ ମାନିବା ନ ମାନିବା କୁହ। ମୁଁ ଖାତେ କରି ଶ୍ୱଶୁର ଅଛି କାହିଁକି ନା ମୁଁ ତା ପାଚକ ସଂସାର କରିବି, ତମ ସହିତ ନୁହେଁ। କଣ କଥା କହୁଛ? ଏ ଘରେ କିଏ ରହିବ କିଏ ରହିବ ସେ କଥା ମୋର ବିଚାର କରିବେ। ତମେ କହିଲ ଯେ କିଏ ତମେ? ଟପାଲ ଏଇଟା ଘର ନା ଗୋଟେ ଚିଡ଼ିଆଖାନା। ତମେ ଛାକର ମତେ ଧମକ ଅଛି। ସେ ଜଣେ ଘରେ ଚାକର ହେଇପାରନ୍ତି କିନ୍ତୁ ଘରର ଜଣେ ସଦସ୍ୟ। ଆଉ କଣ କିଛି କହିପାରନ୍ତି? କିନ୍ତୁ ତମେ ବି ଜାଣି ରଖିବା ଉଚିତ ଯେ ତମ ବାପା ମତେ ବାହା ହେଇଛି। ଏ ଘରୁ କେହି ମତେ ବାହା କରିଦେବେନି, କେହି ନୁହେଁ। ମୁଁ ଚାହିଁଲେ ତତେ ଏ ଘରରୁ ବାହାର କରିଦେଇପାରିବି। ଆରେ ଯା ବାପା ସବୁ ବାହାର କରିଦେବେ। ଯଦି ତାକୁ ବାହାର କରିଦେବେ ତାହେଲେ ତମ ମନ ଶାନ୍ତି ହଉଛି। ତାର ପୂର୍ବରୁ ମତେ ହେଲାଣି ବାହାର କରୁ। ଆରେ ବାହାର କରିଦିଅ ମତେ। ମୁଁ ଜାଣିବି ତମେ ଗୋଟେ ଏମିତି ବାପା ଯାହା ପାଖରେ ସମ୍ବଳିବ ସନ୍ତାନର ଇଜ୍ଜତ ବଂଶର ଭବିଷ୍ୟତ। ମଉସାନ ବାବୁ ବହୁତ କର ଏସବୁ କଣ ହଉଛି? ବଡ ବାବୁ ଡାକିଲେ କଣ ହବ ସେ କଥା ଜାଣିପାରୁଛ? କଣ ହବ? ମୁଁ ଜାଣିଛି କାଲି ହେଲେ ଏ ବାପା ନିଜ ସମ୍ମାନ ପାଇଁ ନିଜ ଝିଅକୁ ମାରିଦେଇଛି। ଆଉ ଝିଅକୁ ବିଧବା କରିଦେଲେ। ଆଜି ନିଜ ପୁଅ ସଂସାର ଧାରି ହେଇକିରେ ବସିଛି। ଏମିତି ବାପାକୁ ତୋର ବାପା କୁହାଯାଏ ନା। କେବେ ନୁହଁ ଚାଲ ରୁଷ୍ଟ ତମ ଜୀବନ ମୁଁ ଯିବି। ମୋ ସହିତ ରହିବାକୁ ହେଲେ ମୋ କୁକୁର ପାଇଁ ରହିବାକୁ ହବ। ହଁ ମୋ କୁକୁର ପାଇଁ ରହିବାକୁ ହବ। ଲାଗୁଛି ଏଇ ଯୋଉ ନାରୀ ନୁହେଁ ଗୋଟେ ଅଡମ୍ବ। ଓହୋ ଇଏ କଥା ମାନି ରହିବାକୁ ପଡିବ। ହଁ ରହିବାକୁ ପଡିବ। ମୁଁ ଆଜି ହାରି ଯାଇଥିଲି କାଳେ ସମ୍ପୂର୍ଣ୍ଣ ଭାବରେ ହାରି ଯାଇଥିଲି। ଆରେ ବାପ ହିସାବରେ ପୁଅ ଝିଅକୁ ଆକଟ କରିବା କଣ ମୋର ଭୁଲ। ଝିଅ ଭଲ ପାଇ ବର୍ବାଦ ହେଇଗଲା। ଆଉ ଏପଟେ ପୁଅଟା ବି ବର୍ବାଦ ହେବାକୁ ବସିଛି। ଏବେ ମୁଁ କଣ କରିବି କାଳେ କଣ କରିବି? ଭାଗ୍ୟ ବାବୁ ଭାଗ୍ୟ ଯେତେବେଳେ ଖରାପ ହେଇଯାଏ ନା ମଣିଷରେ ସବୁ ଦେଖିବାକୁ ପଡିଥାଏ। ତମେ ଜମା ଟେନସନ ଦିଅନି ବାବୁ। ଭିତରକୁ ଚାଲ ସବୁ ଠିକ ହେଇଯିବ ବାବୁ, ସବୁ ଠିକ ହେଇଯିବ।